1% ବ୍ୟାଟେରୀ ଆମେ ଚାର୍ଜର ପାଖରେ ପହଞ୍ଚି ପାରିବୁ ତ, ଗାଡ଼ି ରାସ୍ତାରେ ରହିଯିବନି ତ, ଏନ୍ଏଚ୍ ଉପରେ ରେଞ୍ଜ ଏନ୍ଜାଇଟି ଇଏ ସକାଳୁ ବହୁତ ମୁଁ ଆଉ ଟେନସନ୍। ସୁନ୍ଦର ଅଟୋରେ ବାହାରିଲୁ ଆମେ ମୋର ଇଭି ଆଣିବା ପାଇଁ ଅନୁଗୁଳରେ ବିବେକ ଭାଇ ଆମକୁ ରିସିଭ୍ କଲେ ଏବଂ ନେଇକି ଗଲେ ଗୋଟେ ବଢ଼ିଆ ହୋଟେଲ। ଏ ହୋଟେଲଟିର ନାଁ ହେଲା ଆହାର। ଆଉ ଏଠାରେ ଆମକୁ ମସ୍ତ ପଖାଳ ଖୁଆଇଲେ। ପଖାଳରେ ଏତେ ଆଇଟମ୍ ମସ୍ତ କରିଥିଲା ପଖାଳଟା। ଆଉ ସେଇ ହୋଟେଲର ମାଲିକ ବହୁତ ବଢ଼ିଆ ଲୋକ, ବହୁତ ବଢ଼ିଆ ବିହେଭିଅର୍ ଦେଲେ। ଆଉ ତାଙ୍କ ପଖାଳଟା ମଧ୍ୟ ବହୁତ ଟେଷ୍ଟି ଥିଲା। ଏଇଟା ଅନୁଗୁଳରେ ଏଇ ଆହାର ହୋଟେଲଟି ଅଛି। ଏହାପରେ ଆମକୁ ବିବେକ ଭାଇ ତାଙ୍କର ଜଗନ୍ନାଥ ମନ୍ଦିର ଦର୍ଶନ କରାଇଲେ। ବାହାରୁ ଆମେ ଜଗନ୍ନାଥ ମନ୍ଦିର ବି ଦର୍ଶନ କଲୁ। ମନ୍ଦିର ଦର୍ଶନ କଲା ପରେ ଆମେ ଯାଇଥିଲୁ ଭାଇଙ୍କ ଘରକୁ। ଭାଇଙ୍କ ଘରେ ଝିଅମାନଙ୍କ ଡ୍ୟାନ୍ସ, ଟ୍ୱିଙ୍କଲ୍ ଆଉ ମିଙ୍କଲ୍ ଏମାନଙ୍କ ଡ୍ୟାନ୍ସ ବଢ଼ିଆ। ମାନେ ବିବେକ ଭାଇ ଆଉ ଭାଉଜ ଦୁଇଟା ଛୁଆକୁ ଏତେ ସୁନ୍ଦର ପ୍ୟାରେଣ୍ଟିଂ କରିଛନ୍ତି, ଦେଖି ମୁଁ ସତରେ ବହୁତ ଖୁସି ଲାଗିଲା। ତ ଝିଅଙ୍କ ଆମେ ଡ୍ୟାନ୍ସ ଦେଖିଲୁ। ଦେଖନ୍ତୁ ବଢ଼ିଆ ଡ୍ୟାନ୍ସ ସେମାନେ କଲେ ଘୁମର ଘୁମର ଗୀତରେ। ତାପରେ ଆମେ ଗାଡ଼ି ନେଇକି ଭୁବନେଶ୍ୱର ଆସିଲୁ। ଭୁବନେଶ୍ୱର ଆସିଲା ପରେ ଭୁବନେଶ୍ୱରରୁ ଆମେ ଗଲୁ ଡିକାଥଲନ୍। ଡିକାଥଲନ୍ରେ ଆମର ଟିକେ ସପିଂ କରିବାର ଥିଲା। ମୁଁ ଟିକେ ଡିକାଥଲନ୍ ଯଦି ଯାଏ, ଏଇ ଯେଉଁ କିକ୍ ସ୍କୁଟରରେ ମୋତେ ବୁଲିବା ପାଇଁ ବହୁତ ମଜା ଲାଗେ। ତ ସୁନ୍ଦରର ନେବାର ଥିଲା ଫିସିଂ ରଡ଼୍ ନେଇକି ଆମେ ଆଜି ବାହାରିଛୁ କୋରାପୁଟ ଯିବା ପାଇଁ। କୋରାପୁଟ ମୋର ଏଇ ଟାଟା ଇଭିରେ ଆମେ ବାହାରିଲୁ ସକାଳୁ। ତ ଆମେ ପ୍ଲାନ୍ କଲୁ ଖଣ୍ଡଗିରି ଯାଇକି ଗାଡ଼ିଟାକୁ ଆମେ ଚାର୍ଜ କରିବୁ। ଗାଡ଼ିଟାକୁ ଚାର୍ଜ କଲା ପରେ ସେଇଠୁ ବାହାରିବୁ। ଖଣ୍ଡଗିରିରେ ଗୋଟେ ଇ ଡ୍ରାଇଭ୍ର ଚାର୍ଜର ଅଛି। ତ ଆମେ ଯାଇ ପହଞ୍ଚିଥିଲୁ ଖଣ୍ଡଗିରି। ସେଇଠି ଆମକୁ ଆମର ପ୍ରଫୁଲ୍ଲ ବାବୁ ଅପେକ୍ଷା କରିଥିଲେ। ପ୍ରଫୁଲ୍ଲ ବାବୁ ମୋର ବହୁତ କ୍ଲୋଜ୍ ଲୋକ ଭୁବନେଶ୍ୱରର। ତ ସେ ଆମକୁ ସେଇଠି ଅପେକ୍ଷା କରିଥିଲେ। ସେ ପେଶାରେ ଜଣେ ଡ୍ରାଇଭର। ଆମ ଗାଡ଼ି ଆସି ପହଞ୍ଚିଲା ଦେଖନ୍ତୁ ଏଇ ଯେଉଁ ଇ ଡ୍ରାଇଭ୍ BPCLର ଇ ଡ୍ରାଇଭ୍ ଚାର୍ଜର ପଏଣ୍ଟ ପାଖରେ। ତ ଆମେ ଗାଡ଼ିଟିକୁ ଚାର୍ଜରେ ବସାଇଦେଲୁ। ଆମେ ଗାଡ଼ିଟିକୁ ଚାର୍ଜରେ ବସାଇ ସାରିଲା ପରେ ଆମ ପ୍ରଫୁଲ୍ଲ ବାବୁଙ୍କ ସାଙ୍ଗେ ଦେଖା ହେଲା। ପ୍ରଫୁଲ୍ଲ ବାବୁ ଅପେକ୍ଷା କରିଥିଲେ ଆମକୁ। ବହୁତ ଦିନ ପରେ ପ୍ରଫୁଲ୍ଲ ବାବୁଙ୍କ ସାଙ୍ଗେ ଦେଖା ହେଲା। ତ ଆମେ ଭାବିଲୁ ଏଇଠି ଆମେ ଗାଡ଼ିଟିକୁ ଚାର୍ଜରେ ବସାଇ ଦେଇକି ଆମେ ଯାଇକି ବ୍ରେକଫାଷ୍ଟଟା କରିବୁ ଏବଂ ଟିକେ ମୋତେ ସପିଂ କରିବାର ଥିଲା। ସପିଂ ଇନ୍ ଦ ସେନ୍ସ ମୁଁ ଟିକେ ଗଛ ପତ୍ର ନିଏ ଭୁବନେଶ୍ୱର ଆସିଲେ। ତ ଭୁବନେଶ୍ୱରରେ ଗୋଟେ ବଢ଼ିଆ ନର୍ସରୀଟେ ଅଛି, ଗ୍ରୀନ୍ ଆର୍ଥ ନର୍ସରୀ। ଗ୍ରୀନ୍ ଆର୍ଥ ନର୍ସରୀରୁ ମୁଁ କିଛି ଗଛ ଚାରା ନେଇକି ଗଲି। ତ ଏଠୁ ଆମେ ଚାରା କିଣିଲା ପରେ ପ୍ରଫୁଲ୍ଲ ବାବୁ ଆମକୁ ନେଇକି ଛାଡ଼ିଲେ ଗୋଟେ ବଢ଼ିଆ ଦହିବରା ଦୋକାନରେ। ତ ଦହିବରା ଆଳୁଦମ୍ ଖାଇବା ପାଇଁ ମୁଁ ଆଉ ସୁନ୍ଦର ଥିଲୁ। ତ ପ୍ରଫୁଲ୍ଲ ବାବୁଙ୍କୁ ଏଇଠି ଆମେ ସେଣ୍ଡ ଅଫ୍ ଦେଲୁ। ସେଣ୍ଡ ଅଫ୍ ଦେଲା ପରେ ଆମେ ଗଲୁ ଦହିବରା ଖାଇବା ପାଇଁ। ତ ସେତେ ପର୍ଯ୍ୟନ୍ତ ଆମ ଗାଡ଼ି 94% ଚାର୍ଜ ହେଇଯାଇଥିଲା। ତ ମୋର ସୁନ୍ଦରରେ ଆମେ ମସ୍ତ ଦହିବରା ଆଳୁଦମ୍ ଖାଇଲୁ। ଦହିବରା ଆଳୁଦମ୍ ଖାଇଲା ପରେ ଆମେ ଯାଇ ପହଞ୍ଚିଥିଲୁ ଇ ଡ୍ରାଇଭ୍ ଷ୍ଟେସନରେ। 94%ରେ କାହିଁକି କେଜାଣି ଚାର୍ଜଟା ବନ୍ଦ ହେଇଯାଇଥିଲା। ତ 94% ଚାର୍ଜିଂରେ ଆମେ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ବାହାରିଥିଲୁ। ତ ଦେଖିପାରୁଥିବେ ବର୍ତ୍ତମାନ ଆମେ ସେଇ ଖଣ୍ଡଗିରି BPCL ପେଟ୍ରୋଲ ଟାଙ୍କିରୁ ବାହାରିଲୁ। ଆମେ ବର୍ତ୍ତମାନ NH16କୁ ଆପ୍ରୋଚ୍ କରିବୁ। ଏଇଠୁ କୋରାପୁଟ ପ୍ରାୟ ମାନେ ମୋତେ ଆକ୍ଚୁଆଲି ଯିବାର ଅଛି କୁନ୍ଦୁଲି ପ୍ରାୟ 500 କିଲୋମିଟର ଦୂର ହେବ। ତ 500 କିଲୋମିଟର ମୋତେ ଯିବାର ଅଛି। 500 କିଲୋମିଟର ତ ରେଞ୍ଜ ନାହିଁ ମୋ ଗାଡ଼ିର ଦେଖନ୍ତୁ 200 କିଲୋମିଟର ମ୍ୟାକ୍ସିମମ୍ ଯିବ ଏଇଟା ଗୋଟେ ଚାର୍ଜରେ। ତ 180ରୁ 200 କିଲୋମିଟର ଆମେ ଧରି ଚାଲିବା। ଯାଉ ମୋର ପ୍ଲାନ୍ ଅଛି ବ୍ରହ୍ମପୁରରେ ଚାର୍ଜ କରି ୱେଟିଂ କରିକି ରାସ୍ତା ଉପରକୁ ଯାଉଛନ୍ତି। ଆମକୁ ମାନେ ଉତ୍ସୁକତା ଲାଗିଲା ଭାଇ କେଉଁଠୁ ଯାଉଛନ୍ତି ତାଙ୍କୁ ପଚାରିଲୁ ଆମେ। ସିଏ ଯାଉଛନ୍ତି 12ଟା ଜ୍ୟୋତିର୍ଲିଙ୍ଗ ଭାରତରେ ଦର୍ଶନ କରିବେ। ତ ଆଙ୍କ ଘର ହେଲା ସମସ୍ତିପୁରରୁ ଇଏ ବାହାରିଛନ୍ତି 12ଟା ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ପାଇଁ। ତ ଏହାପରେ ଆମେ ପହଞ୍ଚିଥିଲୁ ଫାସ୍ଟ୍ୟାଗ୍ ଲଗାଇବା ପାଇଁ ଗାଡ଼ିର ଫାସ୍ଟ୍ୟାଗ୍ ଲଗେଇଲୁ ଆମେ। ଭାଇ ଖରାରେ ଠିଆ ହେଇକି ଫାସ୍ଟ୍ୟାଗ୍ ଲଗାଉଥିଲେ। ଆମକୁ 600 ଜାଗାରେ ସେ 700 ମାଗିଲେ। ଆମେ 700 ଟଙ୍କା ଦେଇକି ଏଇ ଫାସ୍ଟ୍ୟାଗ୍ଟି ଲଗେଇଦେଲୁ। ଲଗେଇ ଦେଇକି ଆମେ ଦେଖିଲୁ। ତାପରେ ଆମେ ଯାଇକି ବାଟ ବଣା ହେଇକି INS ଚିଲିକାରେ ପଶିଗଲୁ। ଆମେ ଭାବିଲୁ ଯିବୁ ବାଲୁଗାଁ।
ସୁନ୍ଦର ଭାଇ ଆମର ଆମକୁ ନେଇ ପଶିଦେଲେ INS ଚିଲିକା। ଫେରେ ରିଟର୍ନ ଆସିକି ଆମେ ପଶିଲୁ ବାଲୁଗାଁରେ ପଶିକି ଆମେ ବାଲୁଗାଁରେ ଆମ ପ୍ଲାନ୍ ଥିଲା ମାଛ ଚିଙ୍ଗୁଡ଼ି କଙ୍କଡ଼ା କିଣିବା ପାଇଁ। ତ ଏଇ ବାଲୁଗାଁ ପଶିକି ଆମେ ଦେଖିଲୁ ଆଜି ମାର୍କେଟଟା ଆକ୍ଚୁଆଲି ବାଲୁଗାଁରେ ବନ୍ଦ ଥିଲା, ତଥାପି କେତେଟା ଦୋକାନ ଖୋଲିଥିଲେ। ତ ସେଇଠୁ ଆମେ ଦେଖିଲୁ ବଢ଼ିଆ ମାଛ ଚିଙ୍ଗୁଡ଼ି ଏସବୁ ବିକ୍ରି ହେଉଥିଲା। ତ ଆମର ପ୍ଲାନ୍ ଥିଲା କଙ୍କଡ଼ା ଆଉ ଚିଙ୍ଗୁଡ଼ି ନେବା ପାଇଁ। ଏତେ ଖାସ୍ କଙ୍କଡ଼ା ଆଉ ଚିଙ୍ଗୁଡ଼ି ମିଳିଲାନି, ବଟ୍ ଯାହା ମିଳିଲା ସେଥିରୁ ଆମେ କିଛି ନେଇକି ବାହାରିଲୁ। ଦେଖନ୍ତୁ ଏଇଟା ବାଗଦା ଚିଙ୍ଗୁଡ଼ି, ଆଉ ଏଇଠି ଦେଖିଲୁ ବଡ଼ ବଡ଼ ବକ୍ସରେ ଏମାନେ ସବୁ ଏକ୍ସପୋର୍ଟ କରିବା ପାଇଁ, ଚିଙ୍ଗୁଡ଼ି ଏକ୍ସପୋର୍ଟ କରିବା ପାଇଁ ସେମାନେ ବକ୍ସ ରେଡ଼ି କରୁଛନ୍ତି ସେଠି। ଏମିତି ବକ୍ସରେ ଏକ୍ସପୋର୍ଟ ହେଉଛି ବାହାରକୁ। ତାପରେ ଇଏ ଭାଇ ବିକୁଥିଲେ ଏଠି ବଡ଼ ବଡ଼ କଙ୍କଡ଼ା। ଦେଖନ୍ତୁ କେଡ଼େ ବଡ଼ କଙ୍କଡ଼ା ବିକୁଛନ୍ତି ମାନେ, ତାକୁ ମାନେ କହିଲେ ଲବଷ୍ଟର କହନ୍ତି। ଏଇ ବଡ଼ ବଡ଼ କଙ୍କଡ଼ା ଭାବିଲୁ ନେବା ଆମେ। ସେ ଗୋଟେ କଙ୍କଡ଼ାର ଦାମ କହିଲା 2500 ଟଙ୍କା। କହିଲେ ଏଡ଼େ ବଡ଼ କଙ୍କଡ଼ା ନେଇ ଆମେ କ'ଣ କରିବା, 2500 ଟଙ୍କା ଦେଇ ନେବାର ଆମର ସଉକ ନଥିଲା। ତ ଆମେ ଏମିତି ଭିଡ଼ିଓ କରିଦେଇକି ସେଇଠୁ ବାହାରିଲୁ। ଆଉ ସେଇଠୁ ବାହାରିକି ଆମକୁ ଯାହା ମାଛ କଙ୍କଡ଼ା ଟିକେ ମିଳିଲା, ସେଇଠୁ ଏଇ ସାନ ବକ୍ସରେ ଆଇସ୍ ବକ୍ସରେ ପ୍ୟାକ୍ କରିକି ଚିଙ୍ଗୁଡ଼ି ମାଛ, ୟା ପରେ ଆମେ ପୁରୁଣା ରାସ୍ତାରେ ଏଇ ଲେବଲ୍ କ୍ରସିଂ ଦେଖିବା ପାଇଥିଲୁ। ପ୍ରାୟ ଲେବଲ୍ କ୍ରସିଂ 10-15 ବର୍ଷ ତଳେ ଆମେ ଯେତେବେଳେ NH5ରେ ଯାଉଥିଲୁ, ଏଇ ରାସ୍ତାରେ ଯାଉଥିଲୁ, ମୋତେ ଯାହା ମନେ ଅଛି NH5 ଏଇ ସିଙ୍ଗଲ ରାସ୍ତା ଥିଲା। ତାପରେ ଆମେ ପହଞ୍ଚିଥିଲୁ ଗଡ଼ହୁମା ପାଖରେ। ଏ ଗଡ଼ହୁମାରେ ମସ୍ତ ଆମ ମିଳୁଥିଲା ଏଠି ଶୁଖୁଆ। ଯେତେବେଳେ ଆମେ ଶୁଖୁଆ ଦେଖିଲୁ, ଯାଇକି ଦେଖିବା କ'ଣ ଶୁଖୁଆ ମିଳୁଛି କ'ଣ ଦେଖିବା ପାଇଁ ଗଲୁ। ବଢ଼ିଆ ଶୁଖୁଆ ସବୁ ଏଠାରେ ମିଳୁଥିଲା, ଆଉ ରେଟ୍ ଏଇଠି ବହୁତ କମ୍ ଥିଲା। ଆମେ ଯଦି ଆମ ଲୋକାଲ୍ ସାଙ୍ଗରେ ଆମେ କମ୍ପେୟାର କରିବା, ଏଇଠି ରେଟ୍ ବହୁତ କମ୍ ଥିଲା। ତ ଆମେ କିଛି ଶୁଖୁଆ ବି ଏଇଠୁ ନେଇକି ବାହାରିଲୁ। କେବଳ 7% ଚାର୍ଜ ରହିଲା ଗାଡ଼ିରେ, ଆଉ 15 କିଲୋମିଟର ଆମକୁ କଭର୍ କରିବାର ଅଛି ଚାର୍ଜର ପାଖକୁ ପହଞ୍ଚିବା ପାଇଁ। ରେଞ୍ଜ ଏଞ୍ଜାଇଟି ଦେଖିପାରୁଥିବେ 1% ଚାର୍ଜ। ବର୍ତ୍ତମାନ ଏଞ୍ଜାଇଟି ଆମର ବଢ଼ି ଚାଲିଛି, ଗାଡ଼ି ପହଞ୍ଚିବ କି ନାହିଁ ଡାଉଟ୍ ଲାଗିଲାଣି ଚାର୍ଜର ପାଖକୁ, ଟେନସନ୍। ତ ସେ ଯାହା ବି ହେଉ ଆମେ ଯେମିତି ସେମିତି ଚାର୍ଜର ପାଖକୁ ପହଞ୍ଚିଗଲୁ। ପହଞ୍ଚିଲା ପରେ ଗାଡ଼ିଟାକୁ ଚାର୍ଜ କଲୁ। 70% ଖଣ୍ଡେ ଚାର୍ଜ ହେଲା ପରେ ଆମେ ବ୍ରହ୍ମପୁରରୁ ବାହାରିଲୁ। ତାପରେ ଯାଇ ପହଞ୍ଚିଥିଲୁ ପାଲାସା ପାଖରେ ଗୋଟେ ଥିଲା ଇ ଡ୍ରାଇଭ୍ର ପୁରା 120 ୱାଟ୍ର ବଢ଼ିଆ ଚାର୍ଜରଟେ ଗୋଟେ ଥିଲା। ସେଇଠି ଆମେ ଗାଡ଼ିଟାକୁ ଚାର୍ଜ କଲୁ। ଏଇଠି ପହଞ୍ଚିଲା ବେଳକୁ ଅଲମୋଷ୍ଟ ଆମ 21% ଚାର୍ଜ ଥିଲା ଗାଡ଼ିରେ। ତ ଏଇଠି ଆମେ ଚାର୍ଜରେ ବସେଇଲୁ। ଚାର୍ଜରେ ବସେଇକି ମୋର ଆଉ ସୁନ୍ଦରର ସେ BPCL ପେଟ୍ରୋଲ ପମ୍ପ ସାଇଡ଼୍ରେ ଗୋଟେ ବଢ଼ିଆ ଥିଲା ରେଷ୍ଟୁରାଣ୍ଟ ପାଖରେ ଯାଇ ବସିକି ଆମେ ଥମ୍ସଅପ୍ ପିଇଲୁ। ଥମ୍ସଅପ୍ ପିଇଲା ଭିତରେ ଆମ ଗାଡ଼ିଟା ଫୁଲ୍ ଚାର୍ଜ ହେଇଗଲା। ଆମେ ଦେଖିଲୁ ନରସନପେଟାରେ ଗୋଟେ ବଢ଼ିଆ ଯାତ୍ରା ଚାଲିଛି। ତ ସେ ଯାତ୍ରାରେ ଆମେ ରହିଲା ପରେ ଆମେ ସେଠି ବଢ଼ିଆ ଡ୍ୟାନ୍ସ ପ୍ରୋଗ୍ରାମ୍ ଚାଲିଥିଲା। ଡ୍ୟାନ୍ସ ପ୍ରୋଗ୍ରାମ୍ ଆମେ ଦେଖିକି ଏନ୍ଜୟ କଲୁ। ସୁନ୍ଦର ଡ୍ୟାନ୍ସ ପ୍ରୋଗ୍ରାମ୍ଟାକୁ ବହୁତ ଭଲ ଏନ୍ଜୟ କଲା। ଆଉ ତାପରେ ଆମ ଗାଡ଼ି ଫୁଲ୍ 100% ଚାର୍ଜ ହେଇଯାଇଥିଲା। 100% ଚାର୍ଜରେ ଆମେ ବାହାରିଲୁ ସେଇଠୁ ଆମେ ବାହାରିକି ଆମେ ଫେରେ ସାଲୁର ପାଖରେ ପହଞ୍ଚିଥିଲୁ। ଆମେ ସାଲୁର ପାଖରେ ଟିକେ ଚାର୍ଜ କଲୁ। ଆଚ୍ଛା, ବାଟରେ ଆମକୁ ଗୋଟେ ପୋଲିସ ମାନେ ଅଟକେଇଥିଲେ ଗାଡ଼ିଟାକୁ। ଆମେ କହିଲେ ଆମକୁ କାହିଁ ପୋଲିସ ମାନେ ଅଟକାଉଛନ୍ତି, ଆମ ଗାଡ଼ି ଠିକ୍ ଠାକ୍ ଅଛି। ସେଠୁ ନା ମାନେ ଗୋଟେ ବଢ଼ିଆ ଇନିସିଏଟିଭ୍ ନେଇଛନ୍ତି। ରାତିରେ ଏମାନେ ଗାଡ଼ିଟାକୁ ଅଟକେଇକି ମୁହଁରେ ପାଣି ମାରୁଛନ୍ତି, ଆଉ ଲୋକମାନଙ୍କୁ ଟିକେ ମାନେ ଆଲର୍ଟ କରୁଛନ୍ତି, ଯାହାଦ୍ୱାରା ଆମକୁ ନିଦ ଲାଗିବନି ଗାଡ଼ି ଚଲାଇଲା ବେଳକୁ। ତ ବହୁତ ସୁନ୍ଦର ପଦକ୍ଷେପ ଏହା, ମାନେ ଆନ୍ଧ୍ରା ପୋଲିସ ଦ୍ୱାରା। ତ ଏହାପରେ ଆମେ ବାହାରିଥିଲୁ। ତାପରେ ଆମେ ସାଲୁରରେ ଆସି ପହଞ୍ଚି ଗାଡ଼ିଟିକୁ ସାଲୁରରେ ଆସି ଚାର୍ଜ କରିଥିଲୁ। ତ ରାତିରେ ଆମେ ଟିକେ ରେଷ୍ଟ ନେଇଗଲୁ। ରେଷ୍ଟ ନେଇଗଲା ପରେ ସକାଳୁ ଆମେ ସାଲୁର ଘାଟି ଚଢ଼ିଲୁ। ସାଲୁର ଘାଟି ଚଢ଼ିବା ମଜା କିଛି ଅଲଗା। ମୁଁ ଜାଣିବା ପାଇଁ ଚାହୁଁଥିଲି ଆକ୍ଚୁଆଲି ଗାଡ଼ିର ପିକଅପ୍ କ'ଣ, ଗାଡ଼ି କେମିତି କ'ଣ ମାନେ ଘାଟିରେ ଚାଲିବ, ଏସବୁ ଯେତେବେଳେ ଆମେ ଟେଷ୍ଟ କଲୁ, ଗାଡ଼ିଟା ଆକ୍ଚୁଆଲି ପେଟ୍ରୋଲ ଗାଡ଼ିଠୁ ଭଲ ପରଫର୍ମ କରୁଥିଲା ମୋର ଘାଟିରେ। କେଉଁଠି କୌଣସି ଲ୍ୟାଗ୍ ନାହିଁ, ମସ୍ତ ଚାଲିଥିଲା। ତାପରେ ଆମେ ବର୍ଡ଼ର କ୍ରସ୍ କଲୁ। ସୁଙ୍କି ବର୍ଡ଼ର କ୍ରସ୍ କଲା ପରେ ଆମେ ଆସି ବସିଲୁ
ଚା ପିଇବା ପାଇଁ ଏଠାରେ ଗୋଟେ ଟି ସେଣ୍ଟରଟି ଖୋଲିଛି। ସେଠି ଆମେ ମସ୍ତ ଚାର ଚୁସ୍କି ଏନ୍ଜୟ କରିକି ଆମେ ମାଡ଼ି ଚାଲିଲୁ ଆମ ଘର ଆଡ଼କୁ। ଦେଖୁଛନ୍ତି ନୂଆ ପତ୍ର ସବୁ ଦେଇଛି ଗଛରେ, ଦେଖିବା ପାଇଁ ବହୁତ ହି ସୁନ୍ଦର। ଆମର ଯେତେବେଳେ ସାଲୁ ସୁର୍କି ଘାଟି କ୍ରସ୍ କରୁଛନ୍ତି, ଘାଟିର ପାହାଡ଼ ସବୁ ଦେଖିବା ବହୁତ ସୁନ୍ଦର। ତାପରେ ଆମେ ଗାଡ଼ିଟିକୁ ୱାସିଂ କଲୁ। ଗାଡ଼ିଟିକୁ ୱାସିଂ କଲା ପରେ କୁନ୍ଦୁଲି ଘରେ ଯାଇ ପହଞ୍ଚିଥିଲୁ।